ସମସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ। ଆସିଛି ରଜ ଲଘେନି ନୂଆ ସଜବାଜ ବଉଳ ଲଘେନି ନୂଆ ସଜବାଜ। ନମସ୍କାର ବନ୍ଧୁଗଣ, ମୁଁ ଆପଣମାନଙ୍କର ବବିତା ପୁଣି ଆସିଯାଇଛି ମୋ ଚ୍ୟାନେଲରେ ଆଜିର ଏଇ ସୁନ୍ଦର ରଜ ପର୍ବ ଉପଲକ୍ଷେ କିଛି ନେଇ। ରଜ ପର୍ବଟି ବହୁ ବର୍ଷ ପୂର୍ବରୁ ନାରୀତ୍ୱର ପର୍ବ ହିସାବରେ ପାଳନ କରାଯାଉଛି। ଆମ ଓଡ଼ିଶାରେ ବିଶେଷ କରି କଟକ ଜିଲ୍ଲାରେ ଏହା ବହୁତ ଧୁମଧାମରେ ପାଳନ କରାଯାଏ। ଏଥିରେ ଆମର ମାନ୍ୟତା ଅଛି ଯେ ମହାଲକ୍ଷ୍ମୀ ଯିଏକି ସମସ୍ତ ନାରୀଙ୍କର ପ୍ରତୀକ, ସେ ରଜସ୍ୱଳା ହେଇଥାନ୍ତି ଏବଂ ତାଙ୍କ ପାଇଁ ଏହି 3 ଦିନ ଆମେ ଖୁବ୍ ଧୁମଧାମରେ ପାଳନ କରିଥାଉ। ଘରେ ଘରେ ପିଠାପଣା ହେଇଥାଏ, ଲୁଗାପଟା ନୂଆ ନୂଆ ପିନ୍ଧି ଝିଅମାନେ ବେଶଭୂଷା ହେଇ ବୁଲାବୁଲି କରନ୍ତି, ଦୋଳି ଖେଳନ୍ତି, ମଜାମଜଲିସ୍ କରନ୍ତି। ଏହାକୁ ପୁରପଲ୍ଲୀ ସବୁଆଡ଼େ ଖୁବ୍ ଧୁମଧାମରେ ପାଳନ କରାଯାଏ। ଚତୁର୍ଥ ଦିନ ବସୁମତୀ ସ୍ନାନ ବା ମହାଲକ୍ଷ୍ମୀ ସ୍ନାନ ରୂପରେ ପାଳନ କରାଯାଏ। ସେଇଦିନ କ୍ଷୀରି ପିଠା ହୁଏ, ପୂଜା ପାଠ କରାଯାଏ ଘରେ ଏବଂ ତାପରେ ରଜ ପର୍ବର ସମାପ୍ତି। ତାହେଲେ ଏଇ ଯୋଉ ରଜ ପର୍ବରେ ଆମେ ନାରୀତ୍ୱର ପାଳନ କରୁଛୁ ଉତ୍ସବ ରୂପରେ, ଆଡମ୍ବର ରୂପରେ, ପ୍ରତ୍ୟେକ ଘରେ ଯେଉଁ ନାରୀ ଅଛନ୍ତି, ଯେଉଁ ଝିଅମାନେ ଅଛନ୍ତି, ଯେଉଁମାନେ ରଜସ୍ୱଳା ହେଉଛନ୍ତି, ପ୍ରକୃତରେ କଣ ତାଙ୍କର ସେଇପରି ଯତ୍ନ ନିଆଯାଉଛି? ଆଜି ମୁଁ ସେଇ ବିଷୟରେ କିଛି କଥା ହେବାକୁ ଆସିଛି। ଆଜ୍ଞା, ଆପଣମାନେ ଜାଣିଥିବେ 2018 ମସିହାରେ ଅକ୍ଷୟ କୁମାର, ହିନ୍ଦୀ ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କର ଗୋଟେ ଚଳଚ୍ଚିତ୍ର ଆସିଥିଲା ପ୍ୟାଡମ୍ୟାନ୍। ଏଥିରେ ସେ ସ୍ପଷ୍ଟ ଭାବରେ ସମସ୍ତଙ୍କୁ ମେସେଜ ଦେଇଛନ୍ତି ଯେ ପୂର୍ବ କାଳରେ ଯେମିତି କପଡ଼ା ବ୍ୟବହାର କରୁଥିଲେ ଝିଅମାନେ, ତାକୁ ଆଭଏଡ୍ କରାଯାଉ, ତାକୁ ବ୍ୟବହାର ନ କରାଯାଉ ଏବଂ ପ୍ୟାଡ୍ ବ୍ୟବହାର କରାଯାଉ। ଏହାଦ୍ୱାରା ସ୍ୱଚ୍ଛତା ରହିବ, ଝିଅମାନେ ବିଭିନ୍ନ ରୋଗରୁ ବଞ୍ଚିପାରିବେ, ସେମାନଙ୍କର ଜୀବନ ବିପଦରେ ପଡ଼ିବ ନାହିଁ। କିନ୍ତୁ ସହର ମାନଙ୍କରେ ତ ଏବେ ସମସ୍ତେ ତାକୁ ବ୍ୟବହାର କଲେଣି। ଗାଁ ମାନଙ୍କରେ କେତେ ଗୁଡ଼ିଏ ପଲ୍ଲୀ ଗାଁ ଗୁଡ଼ାକରେ ଏବେ ମଧ୍ୟ ଲୋକ ତା ପଛରେ ପଇସା ଖର୍ଚ୍ଚ କରିବା ପାଇଁ ରାଜି ହେଉନାହାନ୍ତି। ସେମାନେ ଏବେ ମଧ୍ୟ ସେଇ ମଇଳା ଅସ୍ୱଚ୍ଛ କପଡ଼ା ପିନ୍ଧି ବିଭିନ୍ନ ରୋଗର ଶିକାର ହେଉଛନ୍ତି। ତେଣୁ ବନ୍ଧୁଗଣ, ଏମିତି ତ ବହୁ ପଇସା ଅନ୍ୟ ଦିଗରେ ଖର୍ଚ୍ଚ କରୁଛନ୍ତି। ଟିକେ ଦୟାକରି ନାରୀମାନଙ୍କର ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ। ସେମାନଙ୍କୁ ଅନ୍ୟ ଖର୍ଚ୍ଚରୁ କାଟ କରି ଏଇ ପ୍ୟାଡ୍ ବ୍ୟବହାର କରିବା ପାଇଁ କିଛି ପଇସା ପତ୍ର ଦିଆଯାଉ, ସେମାନଙ୍କ ପାଇଁ ଆଣି ଦିଆଯାଉ, ସେମାନଙ୍କର ସ୍ୱଚ୍ଛତାର ଧ୍ୟାନ ଦିଆଯାଉ। ଏତିକି କଲେ ସେମାନେ ସୁସ୍ଥ ରହିବେ। ଯଦି ନାରୀଟିଏ ସୁସ୍ଥ ରହିଲା, ତାର ଶିଶୁଟିଏ ସୁସ୍ଥ ରହିବ। ଯଦି ମାଟିଏ ଭଲ ହେଲା, ସୁସ୍ଥ ହେଲା, ତାହେଲେ ଶିଶୁ ସୁସ୍ଥ ହେବ ଏବଂ ଆମର ଦେଶ ସୁସ୍ଥ ହେବ। କାହିଁକିନା ଜଣେ କହିଥିଲେ, ତମେ ମତେ ଭଲ ମାଟିଏ ଦିଅ, ମୁଁ ତମକୁ ଭଲ ଦେଶଟିଏ ଦେବି। କାହିଁକିନା ମା ହିଁ ଶିଶୁକୁ ଗଢ଼ିଥାଏ ଏବଂ ଶିଶୁମାନେ ହିଁ ଦେଶକୁ ଗଢ଼ିଥାନ୍ତି। ତେଣୁ ମା ସୁସ୍ଥ ରହିଲେ ସମଗ୍ର ଦେଶ ସୁସ୍ଥ ରହିବ। ସେଥିପାଇଁ ଆମେ ସେ ପିକ୍ଚର ଦ୍ୱାରା ତ ଯାହା ମେସେଜ ଦିଆଯାଇଥିଲା, ମୁଁ ଆଜି ଆପଣମାନଙ୍କୁ ଅନୁରୋଧ କରୁଛି ଯେ କେହି ବି ଏପର୍ଯ୍ୟନ୍ତ ତା ପ୍ରତି ସଚେତନ ନାହାନ୍ତି, ଦୟାକରି ଆଜିଠାରୁ ସଚେତନଶୀଳ ହୁଅନ୍ତୁ। ଝିଅମାନଙ୍କର କେୟାର ନିଅନ୍ତୁ। ଏହି ସମୟରେ ସେମାନଙ୍କର ଶରୀରର ବିଶେଷ ଯତ୍ନ ଆବଶ୍ୟକ ହୋଇଥାଏ। ବନ୍ଧୁମାନେ, ଆଉ କେତେ ସବୁ ପୁରୁଣା ପ୍ରଥା ଅନୁସାରେ ଏହି ସମୟରେ ଝିଅମାନଙ୍କୁ ଖଟରେ ଶୋଇବାକୁ ଦିଆଯାଏ ନାହିଁ, କନ୍ଥାପଟି ବ୍ୟବହାର କରିବାକୁ ଦିଆଯାଏ ନାହିଁ। ଚିରା କନ୍ଥା, ମଇଳା ଚାଦର ତଳେ ଶୀତ ଦିନେ ବର୍ଷା ଦିନେ ସେମାନେ ପାରିକି ଶୁଅନ୍ତି। ତାଙ୍କୁ କହନ୍ତି ଅନ୍ୟ ଆଡ଼େ ଛୁଇଁଲେ ସେ ସବୁ ଅପବିତ୍ର ହେଇଯିବ। ଏଗୁଡ଼ା କଣ ଠିକ? ଏଇଟା ତ ହଉଛି ଆମ ଶରୀରର ବାୟୋଲୋଜି। ଏଇଟା ତ ହବ, ଏଇଟା ଯେମିତି ଆମକୁ ଠାକୁର ବନେଇଛନ୍ତି ଏଇଟା ତ ହବ। ସେଥିରେ ସେ ସମୟରେ ତାକୁ କେୟାର ଦରକାର, ସେ ଉଷୁମରେ ରହିବା ଦରକାର, ସେ ଯତ୍ନରେ ରହିବା ଦରକାର। ତାକୁ ତଳେ ଯଦି ଆମେ ଚିରା କନ୍ଥାଟିଏ, ଚିରା ମସିଣାଟିଏ, ଚିରା ଚାଦରଟିଏ ଦେଇ ତାକୁ ଛାଡ଼ିବା, ସେ କେତେ ମାନସିକ ସ୍ତରରେ ଯେ ଆଘାତ ପାଏ ତାହା ଆପଣମାନେ ଜାଣିନାହାନ୍ତି। ତା ସହିତ ଶାରୀରିକ କ୍ଷେତ୍ରରେ ମଧ୍ୟ ତାକୁ ବିଭିନ୍ନ ଅସୁବିଧା ହେଇଥାଏ। ତେଣୁକରି ଦୟାକରି ଏ ସମୟରେ ଏପରି ସବୁ କୁପ୍ରଥା ଠାରୁ ଦୂରେଇ ରହନ୍ତୁ। ସେମାନଙ୍କର ଯତ୍ନ ନିଅନ୍ତୁ। ସେମାନଙ୍କର ଶୋଇବା, ଖାଇବା, ପିନ୍ଧିବା ସବୁଥିର ଠିକ ଭାବରେ ବ୍ୟବସ୍ଥା କରାଯାଉ। ବନ୍ଧୁଗଣ, ଆହୁରି ଗୋଟିଏ ପ୍ରଥା ଥିଲା ଯେ ଏହି ସମୟରେ ନାରୀମାନେ ରୋଷେଇ ଘରେ ପ୍ରବେଶ କରିବେ ନାହିଁ। କିନ୍ତୁ ପ୍ରଥମେ କଣ ହଉଥିଲା ନା ସମସ୍ତେ ଜଏଣ୍ଟ ଫ୍ୟାମିଲିରେ ରହୁଥିଲେ।
ତାହେଲେ ସେମାନେ ପ୍ରବେଶ ନ କଲେ ମଧ୍ୟ ତାଙ୍କ ଘରେ କୌଣସି ଅସୁବିଧା ହେଉନଥିଲା। ପ୍ରକୃତରେ ଏ ସମୟରେ ନାରୀମାନଙ୍କୁ କିଛି ଆରାମର ଦରକାର ପଡ଼ିଥାଏ। ସେଥିପାଇଁ ଏହି ପ୍ରଥାଟି କରାଯାଇଥିଲା ଯେ ତାଙ୍କର ତ କେବେ ଛୁଟି ନାହିଁ, କିଛି ନାହିଁ, କମ ସେ କମ ଏଇ 3 ଦିନ ସେମାନଙ୍କୁ କିଛି ଆରାମ ମିଳିବ, କିଛି ରେଷ୍ଟ ମିଳିବ ବୋଲି ଏହି ପ୍ରଥାଟି କରାଯାଇଥିଲା। କିନ୍ତୁ ଆଜିକାଲି ତ ସହରରେ ସବୁ ନ୍ୟୁକ୍ଲିୟର ଫ୍ୟାମିଲିରେ ରହୁଛନ୍ତି। ଏପରି ସମୟରେ ଯଦି ନାରୀଟି ଏ ନିୟମକୁ ମାନିବ, ସକାଳୁ ସକାଳୁ ସ୍ୱାମୀ ଅଫିସ ଯିବେ, ଛୁଆ ସ୍କୁଲ ଯିବେ, ଯଦି ସେ ରୋଷେଇ ଘରେ ନ ପଶିବେ ତାହେଲେ କେମିତି ହବ? ତେଣୁ ଏସବୁ ପ୍ରଥାକୁ ଦୂର କରିବାକୁ ହବ। ଆମର ଏ ଯୋଉ ସୁନ୍ଦର ପ୍ରଥା ସବୁ ବନିଛି, ଯୋଉଥିରେ କି ଆମେ ଆଜି 3 ଦିନ ରଜ ପର୍ବ ମଜା ମୌଜ କରିବା, ହସ ଖୁସି କରିବା, ଏଇଟା ଖୁବ ଭଲ କଥା, ଏଇଟାକୁ ମାନିବା। କିନ୍ତୁ ବନ୍ଧୁଗଣ, ଯାହା କିଛି ଅଛି ତାକୁ ଅନ୍ଧ ଭାବରେ ଗ୍ରହଣ କରିବା ଉଚିତ ନୁହେଁ। କିଛି ଗ୍ରହଣ କରିବା ଏବଂ କିଛି ଆମ ଆଡୁ ଆଉ କିଛି ନୂତନତା ସେଥିରେ ଆଣିବା। ଯୁଗ ପରେ ଯୁଗ ପରିବର୍ତ୍ତନ ହଉଛି, ପିଢି ପରେ ପିଢି ପରିବର୍ତ୍ତନ ହଉଛି, ସମୟ ପରିବର୍ତ୍ତନ ହଉଛି। ତେଣୁ ପ୍ରତ୍ୟେକ ପ୍ରଥାରେ ମଧ୍ୟ କିଛି ପରିବର୍ତ୍ତନ ଆଣିବା ଉଚିତ। ସେମାନେ ଆଗରୁ ଯୋଉ ପ୍ରଥା ଗୁଡା ବନେଇ ଦେଇ ଯାଇଛନ୍ତି, ସେଥିରୁ ସବୁ କିଛି ଖରାପ ନୁହଁ କି ସବୁ କିଛି ଭଲ ନୁହଁ। ଆମେ ଭଲ ମନ୍ଦ ବାଛ ବିଚାର କରି ଯେଉଁଠି ଭଲ ସେଇଠି ଆମେ ବ୍ୟବହାର କରିବା ଏବଂ ଯେଉଁ ଜିନିଷରେ ପରିବର୍ତ୍ତନ ଆଣିବା ଆବଶ୍ୟକ ଅଛି ସେ ଜିନିଷରେ ଆମେ ପରିବର୍ତ୍ତନ ଆଣିବା। ତାହେଲେ ରଜ ପର୍ବରେ ମୋର ଏତିକି ଆପଣମାନଙ୍କୁ ଅନୁରୋଧ ଯେ ଯେଉଁ ଗାଁ ଗହଳି ମାନଙ୍କରେ ଝିଅମାନେ ଏହି ରଜସ୍ୱଳା ସମୟରେ ଅବହେଳିତ ହେଉଛନ୍ତି, ଦୟାକରି ଅବହେଳା ସେମାନଙ୍କୁ କରନ୍ତୁ ନାହିଁ। ଏହି ସମୟରେ ତାଙ୍କୁ ଯତ୍ନର ଦରକାର। ତାଙ୍କର ମାନସିକ ସ୍ତରରେ ମଧ୍ୟ ମୁଡ ସୁଇଙ୍ଗ ହୋଇଥାଏ। ସେମାନଙ୍କୁ ବିଭିନ୍ନ ପ୍ରକାର ମାନସିକ ସମସ୍ୟା ମଧ୍ୟ ଏହି ସମୟରେ ଦେଖାଯାଇଥାଏ। ତେଣୁ ଏହି ସମୟରେ ସେମାନଙ୍କୁ ଅଧିକ କେୟାରର ଦରକାର ପଡିଥାଏ, ଶାରୀରିକ ଆଉ ମାନସିକ ସ୍ତରରେ। କାହିଁକି ନା ହରମୋନ ଇମ୍ବାଲାନ୍ସ ହେଲେ ସେମାନଙ୍କ ଭିତରେ ମାନସିକ ସ୍ତରରେ, ଶାରୀରିକ ସ୍ତରରେ ବିଭିନ୍ନ ପ୍ରକାର ପୀଡା ଦେଖାଯାଇଥାଏ। ତେଣୁ ଏହି ସମୟରେ ସେମାନଙ୍କର ବିଶେଷ ଯତ୍ନ ନେବା ଆମର କର୍ତ୍ତବ୍ୟ। ଯେମିତି ମାତା ଲକ୍ଷ୍ମୀଙ୍କର ରଜସ୍ୱଳାକୁ ଆମେ ଖୁବ ସୁନ୍ଦର ଭାବରେ ପାଳନ କରୁଛେ, ସେମିତି ଝିଅମାନଙ୍କୁ ମଧ୍ୟ ଘରେ ଘରେ ଯତ୍ନରେ କେୟାରରେ ରଖିବା। ଆଜି ରଜ ପର୍ବର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ରହୁଛି, ନମସ୍କାର। ମୋ ଭିଡିଓଟିକୁ ଭଲ ଲାଗିଲେ ସେୟାର କରିବେ, ଲାଇକ୍ କରିବେ ଏବଂ ସବସ୍କ୍ରାଇବ କରିବେ। ନମସ୍କାର ବନ୍ଧୁ।